ଯାଜପୁର ଜିଲ୍ଲାର ବରୀ ଅଞ୍ଚଳ ଭାରତ ବର୍ଷକୁ ସ୍ୱାଧୀନ କରାଇବାର ଆନ୍ଦୋଳନର ପୃଷ୍ଠଭୂମି ଗ୍ରହଣ କରିଥିଲା। ଏହି ଆନ୍ଦୋଳନରେ ବ୍ରିଟିଶ ସରକାରଙ୍କ ପୋଲିସ ଗୁଳିରେ 4 ଜଣ ପ୍ରାଣ ହରାଇଥିଲେ। ବରୀ ମାଟିର ବହୁ ପ୍ରତିଷ୍ଠିତ କବି ରାଜ୍ୟ ତଥା ଦେଶର ସାରସ୍ୱତ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି। ବରୀ ମାଟିର କଳାକୁ ଉଜ୍ଜୀବିତ କରିବା ପାଇଁ ଏହି ଲୋକକଳା ଓ ପୁସ୍ତକ ମେଳା ଆୟୋଜନ କରାଯାଇଛି। ଯାଜପୁର ଜିଲ୍ଲାର ବରୀ ବ୍ଲକ ବିଧାନଚନ୍ଦ୍ର ଏକାଡେମୀ ବାଲିଆପାଳ ଖେଳ ପଡ଼ିଆ ପରିସରରେ ବୁଧବାର ଚାଲୁ ରହିଥିବା ତୃତୀୟ ବରୀ ଲୋକ ମହୋତ୍ସବ ଏବଂ ପୁସ୍ତକ ମେଳାର ତୃତୀୟ ଦିବସ ମଞ୍ଚକୁ ବରୀ ମାଟିର ଗର୍ବ ଓ ଗୌରବ ଶହୀଦ ସାଉଣ୍ଟି ସାନନ୍ଦ ହାଡ଼ିବନ୍ଧୁ ମାୟାଧର ମଞ୍ଚ ଭାବରେ ସମର୍ପିତ କରି ଶହୀଦମାନଙ୍କୁ ଶ୍ରେଷ୍ଠ ସମ୍ମାନ ଦେବା ସହ ସେମାନଙ୍କ ଉତ୍ସର୍ଗୀକୃତ ଜୀବନ ବିଷୟରେ ଅବଗତ କରାଇ ପ୍ରିୟ ଭାଜନ ହୋଇଛନ୍ତି। ଅନୁଷ୍ଠାନର ସଭାପତି ଡାକ୍ତର ରାଜକିଶୋର ପଣ୍ଡାଙ୍କ ସଭାପତିତ୍ୱରେ ବରିଷ୍ଠ ଶ୍ରମିକ ନେତା ସଂଗଠକ ଶ୍ରୀ ବିଦ୍ୟାଧର ମହାନ୍ତି, ସୁସାହିତ୍ୟିକ ପଦ୍ମାକର ଗୁରୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୁସ୍ତକ ମେଳା ଓ ଲୋକ ମହୋତ୍ସବ ବିଷୟରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଗତି କ୍ଲବ ଦ୍ୱାରା ନାଟକ ବିସିକେଶନକୁ ଉପଭୋଗ କରିଥିଲେ ଅଞ୍ଚଳବାସୀ। ଶୀତୁଆ ସନ୍ଧ୍ୟାରେ ସାଂସ୍କୃତିକ ଓ ସାରସ୍ୱତ କାର୍ଯ୍ୟକ୍ରମ ସମସ୍ତଙ୍କୁ ବିମୋହିତ କରିଛି। ଯାଜପୁର ଅଭିମନ୍ୟୁ ମିଶ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।